10ଟା ବାଜିଲାଣି ଏବେ ଶୋଇକି ଉଠିଲି ଡ୍ୟୁଟିରେ ଆସିକି ଶୋଇ ପଡ଼ିଥିଲି ନିଦ ଭାରି ଜୋର ଲାଗୁଥିଲା ମୁଁ 2 ଘଣ୍ଟା ଶୋଇ ପଡ଼େ ତାପରେ ଦେଖିବା ଆଉ ଖାଇନି ପିଇନି ଭୋକ ବି ଭାରି ଜୋର କଲାଣି ପଖାଳ ଆଜି ନାହିଁ ଯାଉ ଯିବି ଟିକେ ବରା ଫରା କ'ଣ ଆଣିବି ଖାଇବା ନିଦ ପ୍ରବଳ ଜୋର ଲାଗୁଛି ଆଖି ପୁରା ନାଲି ପଡ଼ିଯିବି ଆଉ ଟିକେ ଫ୍ରେଶ୍ ହେଇକରି ପଳେଇବି ଦୋକାନକୁ ବରା ଫରା କ'ଣ ଟିକେ ଆଣିକି ଆସିଲେ ଖାଇବା ଖାଇକରି କ'ଣ କରିବା ଆଉ ପୁଣି ଶୋଇବା ଭାରି ଜୋର ନିଦ ଲାଗୁଛି ଆଜି ପଖାଳ ନାହିଁ ବୋଲି ଭାରି ହଇରାଣ ସେ ଜାଣିଛି ମୋର ନାଇଟ୍ ସିଫ୍ଟ ଆଜ୍ଞା ଚାଲିଲା ମୁଁ ପଖାଳ ଖାଇବି ଫିର ବି କମ୍ ରାନ୍ଧିଥିଲା କାଲି ଆଜି ହଇରାଣ ଏ ଶୁଖିଲାଟାରେ ବୁଲି ବଗୁଲାଇ ଦୋକାନକୁ ଗଲି ବନ୍ଦ କରିସାରିଲାଣି ସେ ଆଉ ଆମ ବଣ୍ଡୁଘର ଛକରେ ଜଣେ ଦିଏ ସେ ବି ବନ୍ଦ କରିସାରିଲାଣି କୁମଣ୍ଡ ଗଲି ସେ ବି ବନ୍ଦ କରିସାରିଲାଣି କାହିଁକିନା 10ଟା ବାଜିଗଲାଣି ଭିତରେ ନା ସକାଳୁ ହେଇଥିଲେ ମୋତେ କହିଥିଲେ ମୁଁ 7ଟା ବେଳେ ଧରି ପଳେଇ ଆସିଥାନ୍ତି ମୁଁ ଆଉ ଜାଣିଛି ଆଉ ବୁଲି ଆସିଲେ ଦେଖିଲା ସବୁ ଦୋକାନ ବନ୍ଦ କ'ଣ କରିବି ତାପରେ ଯାଇଥିଲେ ଆଗକୁ ଯାଇଥିଲେ ବଜାର ଛକ ଆଡ଼େ ମିଳିଥାନ୍ତା ଛାଡ଼କୁ ଗଲିନି କ'ଣ ବରା ଖାଇବା ନାଗି ଏତେ ବସି ବୁଲିବି ସକାଳଟାରୁ ଗୋଟେ ପଳେଇ ଆସିଲି ଆସିକରି ପୁଣି ଗଲି ଦୋକାନ ମୁଁ କହିଲି ବ୍ରେଡ଼ ଟିକେ ନେଇଛି ବ୍ରେଡ଼ କ୍ଷୀର ଟିକେ ବ୍ରେଡ଼ଟାକୁ ସେକି ଦେଇ କ୍ଷୀରରେ ବୁଡ଼େଇ ଖାଇବି ଆଉ ଏମିତି ଯୋଗ ବ୍ରେଡ଼ ନାହିଁ ଦୋକାନରେ ଗୋଟେ ଦୋକାନ ଗଲି ସେଠାଇଁ ଛୋଟ ବ୍ରେଡ଼ ତ ନାହିଁ ସେ ତାର ମନା କଲା ଉପମା ଖାଇବ ମୁଁ ଟିକେ ଉପମା ଖାଏନି ଛୋଟ ବ୍ରେଡ଼ ନାହିଁ ବଡ଼ ବ୍ରେଡ଼ ହବ ପଛେ ନେଇଯିବି ଭାବିଲି ଦେଖିଲା ସେ ଫିମ୍ପି ମାରିଗଲାଣି ଏକ୍ସପାୟାର ହେଇ ଫିମ୍ପି ମାରିଗଲାଣି ଗଲା ତାପରେ ଆଉ ଗୋଟେ ଦୋକାନକୁ ଗଲି ସେଠି ଛୋଟ ବ୍ରେଡ଼ ନାହିଁ 2ଟା ଥୁଆ ହେଇଛି ବଡ଼ ବ୍ରେଡ଼ ସେ ବି ଫିମ୍ପି ମାରିଗଲାଣି ମାନେ ବ୍ରେଡ଼ ବାଲା ଦେଇନି ବୋଧେ ଲାଗୁଛି 2-3 ଦିନ ହେଲାଣି ସେଇ ଟାଇପ୍ର କିଛି ଗୋଟେ ହେଇଛି ଆଉ ଆମ ରୁମ୍ ପାଖରେ ଯେଉଁ ମଉସା ଦୋକାନ ସିଏ ଯାଇଥିଲା ସକାଳେ ଧୂପ ଆଣିବାକୁ ତା କତିରେ ବି ବ୍ରେଡ଼ ନଥିଲା ଫେରିକି ଆସିଛି 3ଟା ଦୋକାନ ବୁଲିଲି ବରା ପାଇଁ ମିଳିଲାନି 3ଟା ଦୋକାନ ବୁଲିଲି ବ୍ରେଡ଼ ପାଇଁ ମିଳିଲାନି ଲାଷ୍ଟକୁ ଆଇଲି ମୋଡ଼ି ମାଡ଼ି ହେଇକରି ସେଇ ଉପମା ଖାଇବି ନହେଲେ ସିମେଇ ଟିକେ କରିଦେବୁ ବୁଝିଲୁ ଉପମା ଖାଇବା ସିମେଇ ଖାଇଦେଲେ ଆଉ 12:30 ବେଳକୁ ପଳେଇବୁ ଖାଇବାକୁ ଗୋଟେ ଭୋଜି ଅଛି ଆଜି ବାର ଆଜି ହେଇଛି ଜଣେ ବୁଢ଼ୀ ମାଉସୀ ଡେଥ୍ କରିଥିଲେ ତାଙ୍କର ଆଜି ବାର ଦ୍ୱିପହରେ ଅଛି ଭୋଜି ପଳେଇବା ଖାଇଦେଇ ଆସିବା ଆଉ ବରା ଖାଇଥାନ୍ତି ବ୍ରେଡ଼ ଖାଇଥାନ୍ତି ସେ ଖାଉଛି ଉପମା ମୁଁ ଖାଉଛି ସିମେଇ ତା ସହିତ ଆସିଗଲା ଟିକେ ଆଶା ପୂରଣ କରିବାକୁ ମିଠା ଆଉ ନିମିକି ଏଇଟା କ'ଣ କୁହନ୍ତି ଶୁଖିଲା ଗଜା ହଁ ଲୁଣ ଦେଇଛନ୍ତି ବାହାରେ ଚିନି ଭାଉଜ ଜଣେ ଗାଁକୁ ଯାଇଥିଲେ ଆସିଛନ୍ତି ତ ଆଣିଥିଲେ ଟିକେ ଆଣି ଦେଇଗଲେ ଖାଇଦେବା ଖାଇଦେଇକିରି କୁଆଡ଼େ ଯିବୁ ମହେନ୍ଦ୍ରଗିରି ବୁଲିବାକୁ ଆଜି ବୁଲିବା ପାଗ ହେଇଛି ଯେ କିନ୍ତୁ ମୋ କତିରେ ଟାଇମ୍ ନାହିଁ ତାପରେ ଆମେ ଶୋଇକରି ମୋବାଇଲ ଖେଞ୍ଚୁଥିଲେ ମନେ ପଡ଼ିଲା ଟାଇମ୍ ହେଇଗଲାଣି ଆରେ ଯାଇନି ଗଲି ଭୋଜି ଖାଇବାକୁ ସେଠି ହେଇଥିଲା ଭାତ ଡାଲି ମିକ୍ସ ଭେଜ୍ ଗୋଟେ ହେଇଥିଲା ଆଉ ଆମ୍ବ ଖଟା ହେଇଥିଲା ପନିର ହେଇଥିଲା ଆଉ ଗୋଟେ କୁର୍ମା ହେଇଥିଲା ପୋଟଳ କୁର୍ମା ଖାଇ ପିଇ ଦେଲୁ ପେଟେ ଖାଇ ପିଇ ଦେଇକରି ପୁଣି ଆସିଲି ରୁମ୍କୁ ଭୋଜିରୁ ଖାଇ ପିଇ ଦେଇ ଆସି ଶୋଇ ପଡ଼ିଥିଲି ନିଦ ତ ହେଉନଥିଲା ସେ ଗଡ଼ପଡ଼ ହେଇକି ମୋବାଇଲ ଖେଞ୍ଚୁଥିଲି ଭାବିଲି ଟିକେ ଶୋଇବି ପୁଣି କହିଲି ନାଇଁ 4ଟା ବେଳକୁ ଟିକେ ମିଟିଂ ଅଛି ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଆମର ଫୋନ୍ ଆସିଥିଲା ମ୍ୟାନେଜର ସାର୍ ଫୋନ୍ କରିଥିଲେ କହିଲେ 4ଟା ବେଳକୁ ଟିକେ ମିଟିଂ ଅଛି ଭ୍ୟାଲୁଏବୁଲ୍ କଷ୍ଟମର ସମସ୍ତଙ୍କର ଟିକେ ମିଟିଂ ରହୁଛି ଆଉ ଆପଣଙ୍କୁ ଟିକେ ଆସିବାକୁ ପଡ଼ିବ 4ଟା ପରେ 4ଟା 5 ବେଳକୁ ଆସିବା ମୁଁ କହିଲି ହଉ ଠିକ୍ ଅଛି ଦେଖିବା ହଁ ମାରିଦେଇଥିଲି କିନ୍ତୁ ଇଚ୍ଛା ନଥିଲା ପୁଣି ଏବେ ଫୋନ୍ କଲେ ସାର୍ ଆସୁଛନ୍ତି ନା ନାହିଁ ମୁଁ କହିଲି ହଁ ଯାଉଛି ଆଉ 2 ଥର ଫୋନ୍ କଲେ ଗୋଟେ ମୋତେ ଟିକେ ଗିଲ୍ଟି ଫିଲ୍ ହେବ ନ ଗଲେ ତେଣୁକରି ଗାଧୋଇ ପାଧୋଇ ଫ୍ରେଶ୍ ହେଇଗଲି ବାହାରିଲି ଯିବା ଦେଖିବା କ'ଣ ମିଟିଂ ହେଉଛି କ'ଣ ଆମେ ଭ୍ୟାଲୁଏବୁଲ୍ କଷ୍ଟମର ସେଇଠି ଗଲେ ହିଁ ଜଣାପଡ଼ିବ ଦେଖିବା ବ୍ୟାଙ୍କରେ ପହଞ୍ଚିକି ଦେଖିଲି ପ୍ରୋଗ୍ରାମ୍ ହେଉଛି କଷ୍ଟମର ଆଉଟରିଚ୍ ପ୍ରୋଗ୍ରାମ୍ ଗୋଟେ କରିଥିଲେ ସେମାନେ ତ ମୁଁ ଯାଇ ଫାଷ୍ଟ ପହଞ୍ଚିଲି କେହି ଆସିନଥିଲେ କାହିଁକିନା ମୋର ଯେଟା ରୁମ୍ ପଛପଟରେ ହିଁ ବ୍ୟାଙ୍କଟା ସେଥିପାଇଁ ଜଲ୍ଦି 2 ମିନିଟ୍ ଲାଗିଲା ଯାଇ ପହଞ୍ଚିଗଲି କେହି ଆସିନଥିଲେ କହିଲେ ମ୍ୟାନେଜରଙ୍କୁ ଦେଖା କଲି ସାର୍ କହିଲେ କି ବସନ୍ତୁ 5 ମିନିଟ୍ ଆସୁଛନ୍ତି ସବୁ ଫୋନ୍ କରାହେଇଥିଲା ତ 2-4 ମିନିଟ୍ ବସିଲା ପରେ ସବୁ ଆସିଗଲେ ତାପରେ ମିଟିଂ ଷ୍ଟାର୍ଟ ହେଲା ଆମକୁ ସବୁ ବୁଝେଇଲେ କେମିତି ବ୍ୟାଙ୍କ ଅଫ୍ ଇଣ୍ଡିଆର କେମିତି ସବୁ ନୂଆ ପ୍ରଡକ୍ଟ ସବୁ ଲଞ୍ଚ ହେଉଛି ଲୋନ୍ ହଉ ନହେଲେ ହେଲ୍ଥ ଇନ୍ସୁରାନ୍ସ ହଉ ସବୁ ପ୍ରକାର କଥା ବୁଝେଇଲେ ତାପରେ ଏ ବ୍ରାଞ୍ଚ କ'ଣ ପାଇଁ ଖୋଲା ହେଲା ଆମେ ମାନେ କେମିତି ଭ୍ୟାଲୁଏବୁଲ୍ କଷ୍ଟମର ହେଲୁ ଆକ୍ଚୁଆଲି କ'ଣ ନା ଯେଉଁମାନେ ବିଜନେସ୍ କରୁଛନ୍ତି ସେମାନଙ୍କୁ ଟିକେ ଅଧିକ ପ୍ରାୟୋରିଟି ଦେଉଛନ୍ତି ଆଉ ସବୁ ପ୍ରକାର ଲୋନ୍ ଫୋନ୍ ବିଷୟରେ ମେନଲି ତ ଲୋନ୍ ତାଙ୍କର ଟାର୍ଗେଟ୍ ଥିଲା କେମିତି କଷ୍ଟମର ରିଚ୍ କରିବେ ଆଉ ଆପଣ କିଛି ଲୋକଙ୍କୁ ରେଫର କରନ୍ତୁ ଏଇସବୁ ବିଷୟରେ ସେ ଡିସ୍କସନ୍ କଲେ ଅଧଘଣ୍ଟା ଖଣ୍ଡେ କଥା ହେଲେ ଏଇ ବିଷୟରେ ସବୁ ବୁଝେଇଲେ ଏମିତି ଆମର ସବୁ ନ୍ୟୁ ପ୍ରୋଗ୍ରାମ୍ ଆଡ଼୍ ହେଇଛି ଆପଣମାନେ ବି ତାର ଲାଭ ଉଠାନ୍ତୁ ଯଦି ଆପଣଙ୍କର ବି କିଏ ଚିହ୍ନା ଅଛନ୍ତି ତାଙ୍କୁ ବି ଆଡ଼୍ କରିକିରି ଏସବୁ ଜିନିଷର ଲାଭ ଉଠାନ୍ତୁ ତାପରେ କିଛି ସମୟ ପରେ ଆସିଲା କୋଲ୍ଡ ଡ୍ରିଙ୍କସ୍ ପୁଣି ଟିକେ ମିଟିଂ ଚାଲିଲା ତାପରେ କିଛି ସମୟ ପରେ ଗୋଟେ ପ୍ୟାକେଟ୍ ଦେଲେ ପୁଡ଼ିଆ ଖାଇବା ପାଇଁ ତ ମୁଁ ତାକୁ ଧରିଲି ଆଉ ସେଇଠି କ'ଣ ଆଉ ସମସ୍ତଙ୍କ ସାମ୍ନାରେ ଖାଇବୁ କେହି ତ ଖାଇଲେନି ତାକୁ ଧରିକିରି ଘରକୁ ନେଇ ପଳେଇ ଆସିଲି ମିଟିଂ ସରିଲା ମିଟିଂ ଶେଷକୁ ପୁଡ଼ିଆ ଟିକେ ଦେଲେ କୋଲ୍ଡ ଡ୍ରିଙ୍କସ୍ ଟିକେ ପିଇ ଦେଇ ଆସିଲି ଦେଲେ କ'ଣ ଦେଇଛନ୍ତି ପୁଡ଼ିଆ ଦେଖିଆ ବରା ଆଳୁଚପ ସିଙ୍ଗଡ଼ା ଗୋଟେ ଗୋଲାପଜାମୁ
ମୁଁ କହିଥିଲି ନା ନାଇଁ ମୁଁ କହିନଥିଲି ଡାକିଛନ୍ତି ମାନେ ଖାଇବା ପିଇବା ବ୍ୟବସ୍ଥା ତ କରିବେ ନା ଆଉ ସେମିତି ଡାକିଛନ୍ତି ଆମେ ଯିବୁ ଶୁଖିଲାଟା ସେଠି ବସିକିରି ମିଟିଂ କରି ଆସିବୁ ବୁଝେଇଲେ ଆଉ ଯିବା ଦୋକାନକୁ ବାହାରିବା ପଳେଇ ଆସିଲି ଭାବିଲି ସିଆଡ଼େ ଦୋକାନକୁ ପଳେଇବି ମୁଁ ନା ଡ୍ରେସ୍ ପଟା ଟିକେ ଚେଞ୍ଜ କରି ଆସିବା ଆଉ ଦୋକାନ ଡ୍ରେସ୍ ଏଇଟା ଆଉ ପିନ୍ଧିକି ଯିବି ଦୋକାନ ଆସି ଏବେ ପହଞ୍ଚିଲି 8:40 ହେଇଗଲାଣି ଭିଡ଼ ସେମିତି ନଥିଲା ବସି ଗପୁଥିଲୁ ଆଉ କ'ଣ କରିବୁ ଗୁରୁବାର ବଜାର ଏମିତିରେ ବି ଖାଇଦେବା ଖାଇଦେଇ ବାହାରିବା ଡ୍ୟୁଟି ଖାଇବାକୁ କିରା ହେଇଛି ଭାତ ଏଇଟା କ'ଣ ଡାଲି ଏଇଟା ମିକ୍ସଚର ପୋଟଳ ଆଇଛି ସରିନି ଆଉ କେଜିଟେ ଆଇଥିଲା ଚାଲିଛି ଖାଲି ପୋଟଳ ଆଳୁ ଯେଉଁ ସିଜିନେ ଯାହା ମିଳିଲା ତାପରେ ପାରିକି ଜାରିକି ଖାଇବୁ ନା କ'ଣ ହଉ ଖାଇବି ଦେବା ବାହାରିବା ଡ୍ୟୁଟି ଟାଇମ୍ ହେଇଗଲାଣି ଗାଡ଼ି ପଳେଇ ଆସିବ ସ୍କୁଟି ନେଇ ଯାଇଥାନ୍ତେ ଆଉ ଭଲ ଲାଗିଲାନି ପଳେଇବା ଗାଡ଼ିରେ ଆଉ ଶୋଇକି ଯିବା କାହିଁ ଗାଡ଼ି ଚଲେଇ ଯିବା ଡ୍ୟୁଟି କରିବା ନାଇଟ୍ ଡ୍ୟୁଟି କାଲି ଗୋଟେ ପାର୍ଟି ଅଛି ଦେଖିବା